ଏଠି ଆକ୍ଚୁଆଲି ଅତୀତରେ ଯେଉଁ ସେଠି ବାବୁ ଥିଲେ ଏଠି ଥାନା ଭାରପ୍ରାପ୍ତ ଭୟରେ ଏଠି ଚୋରି ହେଉନଥିଲା। ମୁଁ ଦେଖିବା ଭିତରେ ଯେଉଁ ମନ୍ଦିର ଚୋରି ହେଲା ପରେ ତାପରେ ସିଏ ତାଙ୍କୁ ଏମିତି ଇଏ କରିଥିଲେ ସେଦିନଠୁ ଆମେ ନିଶ୍ଚିତରେ ଥିଲୁ ଆଉ ଚୋରିର ପ୍ରଶ୍ନ ନଥିଲା। କିନ୍ତୁ ସେଠି ବାବୁ ଯେତେବେଳେ ଆଇଆଇସି ନାହିଁ ଯେତେବେଳେ ଥାନାର ଯେ ମାଲିକ ସେ ଏଠି ବର୍ତ୍ତମାନ ନାହାନ୍ତି କେହି, ତେଣୁ ସେ ପରିପ୍ରେକ୍ଷୀରେ ଆଉ କ'ଣ ଆଶା କରାଯାଇପାରିବ। ମୋ ନାଁ ଗୋବିନ୍ଦ ଚନ୍ଦ୍ର ସାହୁ, ଘର ଆମର ବଡ଼ମ୍ବା ଗୋପପୁର। ଆମେ ଏଠି ଭଡ଼ାରେ ରହୁ। ମୋ ସ୍ତ୍ରୀ ସରିତା ସାହୁ ଏଠି ହାଇସ୍କୁଲରେ ସାଇନ୍ସ ଟିଚର, ତେଣୁ ଆମେ ଏଠି ରହୁ। ହଁ 5 ଘର ଏଠୁ ଚୋରି ହେଇଛି କାଲି। ଚୋରି ହେଇଛି, ଆପଣ କ'ଣ ଅନୁମାନ କରୁଛନ୍ତି ଯେ ସନ୍ଦେହ କାହାକୁ ଅଛି ନା? ନାଇଁ, ସନ୍ଦେହ କେଉଁଠି ନାହିଁ। ଅତୀତରେ ମଧ୍ୟ ଏଠି ମନ୍ଦିର ଠାକୁରଙ୍କ ସୁନା ଅଳଙ୍କାର ମଧ୍ୟ ଚୋରି ହୋଇଛି। ପୋଲିସକୁ ଜଣାଇଥିଲେ ଏ ବିଷୟରେ? ହଁ, ପୋଲିସକୁ 8ଟା ବେଳେ ମୁଁ ଯେତେବେଳେ ବଡ଼ମ୍ବାରେ ଥିଲି ମୋର ମିସେସ୍ ମୋତେ ଫୋନ୍ କଲା। ମୋର ଶଳା ତାକୁ ଆସିକି ଦେଖିକି ଘର କହିଲା ପରେ ମୋ ମିସେସ୍ ମୋତେ ଫୋନ୍ କଲା ପରେ ମୁଁ ସାଙ୍ଗେ ସାଙ୍ଗେ ଆସିଛି। ସେ ମୋତେ 7ଟା 40ରେ ଆସିଛି। ମୋତେ 15 ମିନିଟ୍ ଲାଗିଛି ଏଠିକି ଆସିବା ପାଇଁ ବୈଦେଶ୍ୱର ପର୍ଯ୍ୟନ୍ତ ବଡ଼ମ୍ବାରୁ 15 ମିନିଟ୍ ଭିତରେ ମୁଁ ଆସିକି ଇତଲା ଦେଇଛି। ଇତଲା ଦେଲା ପରେ ଅଧଘଣ୍ଟେ 45 ମିନିଟ୍ ପରେ ସେମାନେ ପଣ୍ଡା ବାବୁ ତାଙ୍କ ସବ୍ ଇନ୍ସପେକ୍ଟର ଏଏସ୍ଆଇ ଆଉ ତାପରେ ଅନ୍ୟାନ୍ୟ କନଷ୍ଟେବଳ କେତେଜଣ ଆସିଥିଲେ। ଆସିକି ତାଙ୍କର ଇନକ୍ୱାରି କରି ଲେଖିକି ନେଇକି ଗଲେ। ତାପରେ ଏସ୍ଡିପିଓ ଆସିଥିଲେ ବାଙ୍କି, ସେମାନେ ମଧ୍ୟ ଆସିକି ସବୁ ତାର ଦେଖିକି ଯାଇଛନ୍ତି। ଏବଂ 4ଟା ବେଳକୁ ପୋଲିସ କୁକୁର ଆଉ ସାଇଣ୍ଟିଷ୍ଟ ଆସିବେ ବୋଲି ଆମ ସହିତ କଥା ହେଇକି ଅଛନ୍ତି। ଆମେ ତାଙ୍କୁ ଅପେକ୍ଷା କରିକି ଅଛୁ। କ'ଣ ଭାବୁଛନ୍ତି ଆପଣ, କାହିଁକି ଗୋଟେ ରାତିରେ ଏତେ ଜାଗାରେ 5-6 ଜାଗାରେ ଚୋରି ହେଲା? ଏଠି ଆକ୍ଚୁଆଲି ଅତୀତରେ ଯେଉଁ ସେଠି ବାବୁ ଥିଲେ ଏଠି ଥାନା ଭାରପ୍ରାପ୍ତ ଭୟରେ ଏଠି ଚୋରି ହେଉନଥିଲା। ମୁଁ ଦେଖିବା ଭିତରେ ଯେଉଁ ମନ୍ଦିର ଚୋରି ହେଲା ପରେ ତାପରେ ସିଏ ତାଙ୍କୁ ଏମିତି ଇଏ କରିଥିଲେ ସେଦିନଠୁ ଆମେ ନିଶ୍ଚିତରେ ଥିଲୁ ଆଉ ଚୋରିର ପ୍ରଶ୍ନ ନଥିଲା। କିନ୍ତୁ ସେଠି ବାବୁ ଯେତେବେଳେ ଆଇଆଇସି ନାହିଁ ଯେତେବେଳେ ଥାନାର ଯେ ମାଲିକ ସେ ଏଠି ବର୍ତ୍ତମାନ ନାହାନ୍ତି କେହି, ତେଣୁ ସେ ପରିପ୍ରେକ୍ଷୀରେ ଆଉ କ'ଣ ଆଶା କରାଯାଇପାରିବ। କ'ଣ ଦାବି ରଖିବେ କ'ଣ ଆଜ୍ଞା? ନାଇଁ, ତୁରନ୍ତ ମୁଁ ଭାବୁଛି ଏଠି ଆମର ଯେଉଁ ସେଠି ବାବୁ ଏଠୁ ଯାଇଛନ୍ତି ତାଙ୍କୁ ପୁନର୍ବାର ଏଠିକି ଯଦି ଆଣିବେ ଏ ଅଞ୍ଚଳବାସୀ ନିଶ୍ଚିତ ଭାବରେ ଆରାମରେ ରାତି ଅଧରେ ଶୋଇବେ। ଆଉ ନହେଲେ ସେଠି ବାବୁ ଭଳିଆ ଏଠି କାପାବୁଲ୍ ମାନେ ପର୍ସନ୍ ଆଇଆଇସି ଏଠି ଆଉ କେହି ଅତୀତରେ ନଥିଲେ କି ଏବେ ମଧ୍ୟ ମୁଁ ଭାବୁଛି ଏବେ ଆଉ ଏମିତି ଆସିବେନି। ସେ ଯେଉଁ ଟାଇପ୍ର ସେଠି ଭଳିଆ ଗୋଟେ ଯଦି ଦାଣ୍ଠା ଅଫିସର ଯେଉଁଟାକି ସବୁଗୁଡ଼ାକ ଦାୟିତ୍ୱ ସହକାରେ ଥାନାକୁ ଯେଉଁ ଭଳିଆ ଭାବରେ ଚଳାଉଥିଲେ, ମୁଁ ତ ତାଙ୍କୁ ଦେଖିନି କେବେ, କିନ୍ତୁ ଶୁଣିଛି। ଲୋକ ଆଲୋଚନା ପରିପ୍ରେକ୍ଷୀରେ ସମସ୍ତେ କହନ୍ତି ଯେ ଆଜି ଗୋଟେ ଭଲ ଅଫସର ଆସିଛନ୍ତି। ଦୀର୍ଘ ପ୍ରତି 4 ମାସ 6 ମାସରେ ଏଠି ଆଇଆଇସି ବଦଳି ହୁଅନ୍ତି କି ଥାନା ଅଫସର ବଦଳି ହୁଅନ୍ତୁ, କିନ୍ତୁ ଇଏ ଜଣେ କାପାବୁଲ୍ ଅଫସର ଆସିଛନ୍ତି। ମୁଁ ତାଙ୍କୁ ଦେଖିନି କେବେ, କିନ୍ତୁ ଶୁଣିଛି ବାହାରୁ। ତେଣୁ ତାଙ୍କ ଭୟରେ ଏଠି ଯିଏ ଚୋରି କରିବାକୁ ଯିବ ଗୋଟେ 1000 ଥର ଚିନ୍ତା କରିକି ଭାବିକି ସେ ଯାଉଥିଲେ ଚୋରି କରିବା ପାଇଁ। ଧନ୍ୟବାଦ।